ଅକ୍ଷୟଶର ସେ ହିନ୍ଦୁସ୍ତାନ ଠାରୁ କୁଶ ଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜ୍ୟ କଲା। ଏ ଅକ୍ଷୟଶର ରାଜା ସୁସନ ରାଜଧାନୀରେ ଆପଣା ରାଜସିଂହାସନରେ ଉପବିଷ୍ଟ ହେଲା ଉତ୍ତାରେ ଆପଣା ଅଧିକାରର ତୃତୀୟ ବର୍ଷରେ ଆପଣା ସକଳ ଅଧିପତି ଓ ଦାସମାନ ପାଇଁ ଭୋଜ ପ୍ରସ୍ତୁତ କଲା। ତହିଁରେ ପାରସ୍ୟ ମାଦୀୟ ଓ ଦେଶର ବିକ୍ରମୀ ଲୋକମାନେ ପୁଣି କୁଳୀନ ଓ ପ୍ରଦେଶାଧିପତିମାନେ ତାହାର ସାକ୍ଷାତରେ ଉପସ୍ଥିତ ହେଲେ। ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ୱର ସଭାର ଉତ୍କୃଷ୍ଟତା ଅନେକ ଦିନ ଅର୍ଥାତ୍ 180 ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲା। ତହୁଁ ଏସବୁ ଦିନ ଗତ ହୁଅନ୍ତେ ରାଜା ସୁସନ ରାଜଧାନୀରେ ଉପସ୍ଥିତ ବଡ଼ ଓ ସାନ ସମସ୍ତ ଲୋକଙ୍କ ପାଇଁ ରାଜପୁରିସ୍ଥ ଉଦ୍ୟାନର ପ୍ରାଙ୍ଗଣରେ 7 ଦିନ ପର୍ଯ୍ୟନ୍ତ ଭୋଜ କଲା। ସେଠାରେ କାର୍ପାସ ନିର୍ମିତ ଶୁକ୍ଳ ହରିତ ଓ ନୀଳ ବସ୍ତ୍ରର ଚନ୍ଦ୍ରାତପ ଥିଲା। ତା ଶୁକ୍ଳ ଓ ଧୂମ୍ରବର୍ଣ୍ଣ ରଜ୍ଜୁ ଦ୍ୱାରା ରୌପ୍ୟମୟ କଡ଼ାରେ ମର୍ମର ସ୍ତମ୍ଭରେ ବନ୍ଧା ଥିଲା। ପୁଣି ରକ୍ତ ଓ ଶୁକ୍ଳ ଓ ପୀତ ଓ କୃଷ୍ଣବର୍ଣ୍ଣ ମର୍ମର ପ୍ରସ୍ତର ନିର୍ମିତ ଚଟାଣ ଉପରେ ସ୍ୱର୍ଣ୍ଣ ଓ ରୌପ୍ୟମୟ ଆସନ ଥିଲା। ଆଉ ସେମାନେ ନାନା ପ୍ରକାର ସୁବର୍ଣ୍ଣ ପାତ୍ରରେ ପାନଦ୍ରବ୍ୟ ଓ ରାଜାର ବଦାନ୍ୟତା ଅନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ। ତହିଁରେ ବିଧାନାନୁସାରେ ପାନ କରାଗଲା। କେହି ବଳାତ୍କାର କରି ନ ପାରିଲା, କାରଣ ପ୍ରତ୍ୟେକ ଜଣକୁ ଆପଣା ଆପଣା ଇଚ୍ଛା ଅନୁସାରେ କରିବାର ଅନୁମତି ଦେବା ପାଇଁ ରାଜା ଆପଣାର ଗୃହାଧ୍ୟକ୍ଷ ସମସ୍ତଙ୍କୁ ଆଜ୍ଞା ଦେଇଥିଲା। ମଧ୍ୟ ବଷ୍ଟି ରାଣୀ ଅକ୍ଷୟଶରର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲା। ସପ୍ତମ ଦିନରେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ୍ତ ହୋଇ ମହୁଅନ, ବିସ୍ତା, ହର୍ବଣା, ବିକ୍ଥା ଓ ଅବଗତ, ସେଥର ଓ କର୍କସ ଅକ୍ଷୟଶର ରାଜାର ସମସ୍ତ ଏହି 7 ସେବାକାରୀ ନପୁଂସକକୁ ଆଜ୍ଞା ଦେଲା। ତୁମେମାନେ ଲୋକମାନଙ୍କୁ ଅଧିପତି ଗଣକୁ ସଙ୍ଗେ ରାଣୀର ସୌନ୍ଦର୍ଯ୍ୟ ଦେଖିବା ପାଇଁ ତାହାକୁ ରାଜ ମୁକୁଟରେ ଭୂଷିତ କରି ରାଜାଙ୍କ ସାମ୍ନାକୁ ଆଣ। ଯେଣୁ ସେ ପରମ ସୁନ୍ଦରୀ ଥିଲା। ମାତ୍ର ବଷ୍ଟି ରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାଙ୍କର କଥିତ ଆଜ୍ଞାରେ ଆସିବାକୁ ଅସମ୍ମତ ହେଲା। ଏଣୁ ରାଜା ଅତିଶୟ କ୍ରୋଧ କଲା ଓ ତାହାର ଅନ୍ତଃକରଣରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା। ଅନନ୍ତର ରାଜା କାଳଜ୍ଞ ବିଦ୍ୱାନବର୍ଗଙ୍କୁ ପଚାରିଲା, କାରଣ ବ୍ୟବସ୍ଥା ଓ ରାଜନୀତିଜ୍ଞମାନଙ୍କୁ ଏହି ରୂପ ପଚାରିବାର ରାଜାର ରୀତି ଥିଲା। ଆଉ ଏହି ସମୟରେ କର୍ଷନା, ସେଥର, ଅଦମାଥା, ତର୍ଷିଶ, ମେରସନା ଓ ମମୁଖନ ରାଜାର ନିକଟବର୍ତ୍ତୀ ଥିଲେ। ଏହି 7 ଜଣ ପାରସ୍ୟ ଓ ମାଦୀୟ ଦେଶର ଥିଲେ। ଏହି 7 ଜଣ ପାରସ୍ୟ ଓ ମାଦୀୟ ଦେଶର ଅଧିପତି ରାଜାର ମୁଖ ଦର୍ଶନକାରୀ ପୁଣି ରାଜ୍ୟର ଶ୍ରେଷ୍ଠ ସ୍ଥାନରେ ଉପବିଷ୍ଟ ଥିଲେ। ରାଜା ପଚାରିଲା, ବଷ୍ଟି ରାଣୀ ନପୁଂସକମାନଙ୍କ ଦ୍ୱାରା ପ୍ରେରିତ ଅକ୍ଷୟଶର ରାଜାର ଆଜ୍ଞା ନ ମାନିବାରୁ ବ୍ୟବସ୍ଥା ଅନୁସାରେ ଆମେମାନେ ତାକୁ କ'ଣ କରିବା? ଏଥିରେ ମମୁଖନ ରାଜାର ଓ ଅଧିପତିଗଣର ସାକ୍ଷାତର ଉତ୍ତର ଦେଲା, ବଷ୍ଟି ରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷୟଶର ରାଜାଙ୍କ ଅଧୀନ ସମସ୍ତ ପ୍ରଦେଶର ଯାବତୀୟ ଅଧିପତି ଓ ଯାବତୀୟ ଲୋକଙ୍କ ପ୍ରତି ଅନୁଚିତ କର୍ମ କରିଅଛି। କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀ ଲୋକଙ୍କ ମଧ୍ୟରେ ବ୍ୟାପିଯିବ। ଅକ୍ଷୟଶର ରାଜା ବଷ୍ଟି ରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ। ଏ ସମ୍ବାଦ ପାଇଲେ ସେମାନଙ୍କ ସାକ୍ଷାତରେ ସେମାନଙ୍କ ସ୍ୱାମୀମାନେ ତୁଚ୍ଛନୀୟ ହେବେ। ଆଉ ପାରସ୍ୟ ମାଦିଆର ଯେଉଁ କୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଚାର ଆଜି ଶୁଣିଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତିଙ୍କି ଏ ରୂପ କହିବେ। ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ। ଏହି ନିମନ୍ତେ ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟି ଅକ୍ଷୟଶର ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ପୁଣି ଏହା ଅନ୍ୟଥା ନୋହିବା ପାଇଁ ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟ ଲିଖିତ ହେଉ। ପୁଣି ମହାରାଜ ତାହାର ରାଣୀପଦ ତାହାଠାରୁ ଉତ୍ତମ ଏକ ସ୍ତ୍ରୀକି ଦିଅନ୍ତୁ। ଆହୁରି ରାଜ୍ୟ ବୃହତ୍, ଏଣୁ ରାଜ୍ୟର ସବୁ ସ୍ଥାନରେ ଏହି ରାଜଜ୍ଞା ପ୍ରକାଶିତ ହେଲେ ସ୍ୱାମୀ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ଭାର୍ଯ୍ୟାମାନେ ଆପଣା ଆପଣା ସ୍ୱାମୀମାନଙ୍କୁ ମର୍ଯ୍ୟାଦା କରିବେ। ଏହି କଥା ରାଜା ଅଧିପତିଗଣ ସନ୍ତୁଷ୍ଟ ହୁଅନ୍ତେ ରାଜା ମମୁଖନର ପରାମର୍ଶ ଅନୁସାରେ କର୍ମ କଲା। ତ ସେ ପ୍ରତ୍ୟେକ ପ୍ରଦେଶର ଅକ୍ଷର ଅନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷା ଅନୁସାରେ ରାଜାର ଅଧୀନ ପ୍ରତ୍ୟେକ
ପ୍ରଦେଶକୁ ଏହି ରୂପପତ୍ର ପଠାଇଲା, ପ୍ରତ୍ୟେକ ପୁରୁଷକୁ ଆପଣା ଆପଣା ଗୃହର କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଚାର କରୁ।